ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ। ମିଳନ ପାଇଁ ରାତି ଦିନ ରୁମକୁ ଡାକିବ। କେବଳ 2ଟି ରସୁଣ କୁଲା ଏହି ଜାଗାରେ ରଖିଦିଅନ୍ତୁ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ବିବାହିତା ନାରୀ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଆପଣ କିପରି 2ଟି ରସୁଣ କୁଲା ସାହାଯ୍ୟରେ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇ ପାରିବେ, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇ ପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ 2ଟା ରସୁଣ କୁଲା ଆଣିବେ ଆଉ ଗୋଟିଏ ଛୁଞ୍ଚି ଆଣିବେ। ତାପରେ ମୁଁ ଆପଣଙ୍କୁ କିଛି ପ୍ରୟୋଗ ବିଧି ଶିଖେଇବି, ଆପଣ ସେହି ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିଦେବେ। ତାପରେ ଦେଖିବେ ଚମତ୍କାର। ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା ସେ ଝିଅ ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଯେଉଁ ବିବାହିତା ନାରୀ ବା ପଡ଼ିଶା ଘର ଭାଉଜକୁ ଆପଣ ଦିନରାତି ଭାବୁଛନ୍ତି, ତାର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ସିଏ ନିଜେ ଫୋନ୍ କରିବ, ହାତ ଧରିକି ରୁମକୁ ଡାକିବ, ଯାହା ଚାହିଁବେ ତାହା କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଆପଣ କିପରି ବିନା ମନ୍ତ୍ରତନ୍ତ୍ରରେ କେବଳ 2ଟି ରସୁଣ କୁଲାରେ ଝିଅ ପଟେଇ ପାରିବେ, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇ ପାରିବେ। ଏହି ବଶୀକରଣ ଆପଣଙ୍କୁ ଦେଖିବା ପାଇଁ ସହଜ ଲାଗିବ, କିନ୍ତୁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ସବୁଠାରୁ ସହଜ ଘରୋଇ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ କରିଦେଲେ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କେମିତି କରିବେ, 2ଟା ରସୁଣ କୁଲା ଆଉ ଛୁଞ୍ଚିର ସାହାଯ୍ୟରେ ଆପଣ କିପରି ଝିଅ ପଟେଇ ପାରିବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୁଁ ଆପଣଙ୍କୁ ସବୁ ଭିଡ଼ିଓରେ କହୁଛି, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା ତାହାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ରତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେତେ ସୁନ୍ଦରୀ ଝିଅ ବା ସୁନ୍ଦରୀ ଭାଉଜକୁ ଚାହିଁବେ ଅତି ସହଜରେ ନିଜର କରିପାରିବେ, ତାଠାରୁ କିଛି ବି କାମ ହାସଲ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ବିଧିକୁ ଆପଣ କେମିତି କରିବେ। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତାର ଲାଭ ପାଇପାରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶୁକ୍ରବାର ଦିନ କରିବେ। ଦିନ 3ଟାରୁ ସନ୍ଧ୍ୟା 6ଟା ମଧ୍ୟରେ ଏହି ବଶୀକରଣ କରିବେ। ପ୍ରଥମେ ଆପଣ କ'ଣ କରିବେ, ଧ୍ୟାନ ସହିତ ଶୁଣନ୍ତୁ। 2ଟା ରସୁଣ କୁଲା ଆଉ ଗୋଟିଏ ଛୁଞ୍ଚି ଆଣିବେ। ତାପରେ କୌଣସି ଏକ ଜାଗାରେ
ଦକ୍ଷିଣ ଦିଗକୁ ମୁହଁ କରିକି ବସି ପଡ଼ିବେ। ଧ୍ୟାନ ରଖିବେ ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ ଯେଉଁ ଦୁଇଟା ରସୁଣ କୁଲା ଆଣିଛନ୍ତି ସେ ଦୁଇଟା ରସୁଣ କୁଲାରୁ ଗୋଟିଏ ରସୁଣ କୁଲା ଧରିବେ ଆଉ 7 ଥର ସେ ଝିଅ ବା ମହିଳାର ନାମ କହିବେ। ତାପରେ ରସୁଣ କୁଲାରେ ଗୋଟିଏ ଥର ଫୁଙ୍କିଦେବେ। ତାପରେ ଆଉ ଗୋଟିଏ ରସୁଣ କୁଲା ଧରିବେ, ନିଜର ନାମ 7 ଥର କହିବେ। ତାପରେ ଏ ରସୁଣ କୁଲାରେ ଗୋଟିଏ ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ଦୁଇଟା ରସୁଣ କୁଲାକୁ ଏହିପରି ଏକାଠି କରି ସେଥିରେ ଛୁଞ୍ଚି ଫୋଡ଼ିଦେବେ। ଧ୍ୟାନ ସହିତ ଦେଖନ୍ତୁ, ମୁଁ ଯେମିତି କରୁଛି ଆପଣ ଠିକ୍ ସେହିପରି କରିବେ, କିଛି ବି ଭୁଲ ଭାଲ କରିବେନି। ଦେଖନ୍ତୁ ଦୁଇଟା ରସୁଣ କୁଲାରେ ଏହିପରି ଛୁଞ୍ଚି ଫୋଡ଼ିଦେବେ। ଫୋଡ଼ି ସାରିବା ପରେ ଆପଣ କ'ଣ କରିବେ, ଏହିପରି ରସୁଣକୁ ଧରିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ଏହିପରି କହିବେ, ଦେଖନ୍ତୁ ମନେକର ଆପଣ ଯେଉଁ ଝିଅକୁ ପଟେଇବାକୁ ଚାହୁଁଛନ୍ତି ତାର ନାମ ହେଉଛି ସବିତା। ତେବେ ଆପଣ ଏହିପରି କହିବେ, ସବିତା ତୁ ମୋର, ତୁ ମୋତେ ଭଲ ପା, ତୁ ମୋର ସବୁ କଥା ମାନେ, ମୁଁ ଯାହା ବି କହିବି ତୁ କରିବୁ, ମୋର ସବୁ ଇଚ୍ଛାକୁ ପୂରଣ କରିବୁ। ଏହିପରି କହିବେ। ତାପରେ କହିବେ, ଦୁଆଇ ହେ ଅଘରୀ ବାବା କି। ଏହିପରି ଆପଣ କହିବେ। କହିସାରିବା ପରେ ଏ ଛୁଞ୍ଚି ଆଉ ରସୁଣ କୁଲାକୁ ନେଇକି ନିଜ ଅଗଣାରେ ଅଳ୍ପ ଟିକେ ମାଟି ଖୋଳିକି ପୋତିଦେବେ। ଗ୍ୟାରେଣ୍ଟି ଦେଉଛି ଏତିକି କରିଦିଅନ୍ତୁ, ଯେଉଁ ଝିଅ ବା ମହିଳା ପାଇଁ ଆପଣ ଏହି ବଶୀକରଣ କରିଥିବେ ସିଏ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ଆପଣଙ୍କର ସବୁ କଥା ମାନିବ, ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।